ଆଜି ଚାଲନ୍ତୁ ବନେଇବା ଘରେ ଥିବା କେବଳ 2-3ଟି ସାମଗ୍ରୀରୁ ନରମ ତୁଲତୁଲିଆ ଆଉ ପାଟିରେ ଦେଲେ ମିଳେଇଗଲା ପରି ବାମ୍ଫ ଦିଆ ଛେନା ମିଠା, ଷ୍ଟିମ୍ ବା ସନ୍ଦେଶ। ଏଠି ମିଠାର ଟେକ୍ସଚର ଦେଖି ଜାଣିପାରୁଥିବେ କେତେ ପରଫେକ୍ଟ ହେଇଛି ବୋଲି। ଭିଡ଼ିଓରେ ସବୁ ଟିପ୍ସ ରହିଛି, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ବି ପ୍ରଥମ ଥରରେ ଏମିତି ପରଫେକ୍ଟ ମିଠା ବନେଇ ପାରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଫେସବୁକ୍ ପେଜକୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଛେନା ଷ୍ଟିମ୍ ମିଠା ବନେଇବା ପାଇଁ ପ୍ରଥମେ ଆମକୁ ଛେନା ଦରକାର, ଆଉ ଛେନା ବନେଇବା ପାଇଁ ଆମକୁ ତ କ୍ଷୀର ନିହାତି ଦରକାର। ଏଠି ମୁଁ ନେଇଛି 2 ଲିଟର କ୍ଷୀର। ଏଠି ମୁଁ ଫୁଲ୍ କ୍ରିମ୍ କ୍ଷୀର ନେଇଛି। ଫୁଲ୍ କ୍ରିମ୍ କ୍ଷୀରରେ ଛେନା ଟିକେ ଅଧିକ ବାହାରେ। ଆପଣମାନେ ଚାହିଁଲେ ଗାଈ କ୍ଷୀର ନେଇପାରିବେ, ନହେଲେ ଯେକୌଣସି ପ୍ୟାକେଟ୍ କ୍ଷୀର ନେଇପାରିବେ। ଏତିକି କ୍ଷୀରରୁ ଆଜି ଆମେ এই ମିଠାକୁ ବନେଇବା। କ୍ଷୀରକୁ ଛିଣ୍ଡେଇବା ପାଇଁ ଏଠି ମୁଁ ନେଇଛି ଭିନେଗାର। ଆପଣମାନେ ଭିନେଗାର ବଦଳରେ ଲେମ୍ବୁ ରସ ନେଇପାରିବେ। ଏଠି ମୁଁ 4 ଚାମଚ ଭିନେଗାର ନେଇଛି। ଯେତିକି ଭିନେଗାର ଦେବା ତା ସହିତ ସେତିକି ପାଣି ଦେବା। ଯଦି ଆପଣମାନେ ଲେମ୍ବୁ ରସ ନେବେ ତାହେଲେ 4 ଚାମଚ ଲେମ୍ବୁ ରସ ସହିତ 4 ଚାମଚ ପାଣି ଦେବେ। ତାପରେ ଭିନେଗାର ଆଉ ପାଣିକୁ ଭଲ ଭାବରେ ଗୋଳେଇ ନେବା। ଏବେ ଚାଲନ୍ତୁ ଗ୍ୟାସ୍ ଉପରେ ଗୋଟେ ମୋଟା କଢ଼େଇ ବସେଇବା। ମୋଟା କଢ଼େଇ ବସେଇଲେ କ୍ଷୀର କଢ଼େଇ ତଳେ ଲାଗିବ ନାହିଁ। ତାପରେ ପ୍ରଥମେ କଢ଼େଇରେ 4-5 ଚାମଚ ପାଣି ଦେବା। କ୍ଷୀର ଦେବା ପୂର୍ବରୁ ଅଳ୍ପ ପାଣି ଦେଲେ କ୍ଷୀର କଢ଼େଇ ତଳେ ଲାଗିନଥାଏ। ତାପରେ ଆମେ ନେଇଥିବା ସବୁ କ୍ଷୀରକୁ ଦେବା। ଦର୍ଶକ ବନ୍ଧୁ, ଆପଣମାନେ କେଉଁଠୁ ଭିଡ଼ିଓ ଦେଖୁଛନ୍ତି ଦୟାକରି ମୋତେ କମେଣ୍ଟସ୍ କରି ଜଣାଇବେ, ତାହେଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ପାରିବି। କ୍ଷୀର ଦେବା ପରେ ଆମେ ଗ୍ୟାସ୍ର ଫ୍ଲେମ୍ ହାଇ ରଖିବା। କ୍ଷୀରକୁ ଫୁଟିବା ପାଇଁ ଛାଡ଼ିବା। କ୍ଷୀର ଏମିତି ଫୁଟି ଆସିଲେ ସାଙ୍ଗେ ସାଙ୍ଗେ ଗ୍ୟାସ୍ର ଫ୍ଲେମ୍ ବନ୍ଦ କରିବା ଆଉ 1 ମିନିଟ୍ ପର୍ଯ୍ୟନ୍ତ କ୍ଷୀରକୁ ଟିକେ ଥଣ୍ଡା ହେବା ପାଇଁ ଛାଡ଼ିବା। କ୍ଷୀର ଏମିତି ଫୁଟୁଥିବା ଅବସ୍ଥାରେ ଲେମ୍ବୁ ରସ ପାଣି କିମ୍ବା ଭିନେଗାର ପାଣି ଦେଲେ ଯେଉଁ ଛେନା ବାହାରିବ ସେ ଛେନା ଟିକେ ଟାଣ ହୁଏ। ସେଥିପାଇଁ ଆମେ ଗ୍ୟାସ୍ର ଫ୍ଲେମ୍ ବନ୍ଦ କରିବା। କ୍ଷୀରକୁ ଟିକେ ଥଣ୍ଡା ହେବା ପାଇଁ ଛାଡ଼ିବା। କ୍ଷୀର ହାଲକା ଥଣ୍ଡା ହେଇଯିବା ପରେ ଅଳ୍ପ ଅଳ୍ପ ଭିନେଗାର ପାଣି ଦେବା। ହାଲକା ହାତରେ ଗୋଳେଇବା। ଏହି ପ୍ରୋସେସରେ ଯଦି ଆପଣମାନେ ଛେନା ବାହାର କରିବେ ତାହେଲେ ଯେଉଁ ଛେନା ବାହାରିବ ସେ ଛେନା ପୁରା ନରମ ଆଉ କଅଁଳିଆ ବନିବ। ଏଠି ଦେଖନ୍ତୁ ସବୁ ଭିନେଗାର ପାଣି ମୁଁ ଦେଇଦେଲି। କ୍ଷୀରରୁ ଦେଖନ୍ତୁ ଛେନା ଅଲଗା ହେଇଗଲାଣି, ପାଣି ବି ଅଲଗା ହେଇଗଲାଣି। କ୍ଷୀରରୁ ଛେନା ଆଉ ପାଣି ଅଲଗା ହେବା ପର୍ଯ୍ୟନ୍ତ ଆମେ ଚଟୁରେ ଘାଣ୍ଟି ନେବା। ଏବେ ଆମେ ବାହାରକୁ ବାହାର କରି ଆଣିବା। ଗୋଟେ ଜାଲି ଉପରେ ପତଳା ସଫା କପଡ଼ା ରଖିବା। ସେଇ କପଡ଼ା ଉପରେ ଆମେ ଛେନାକୁ ଛାଣିବା। ଏଇଠି ଦେଖନ୍ତୁ କଢ଼େଇରେ ଜମା ବି କ୍ଷୀର ଲାଗିନାହିଁ। ଯେହେତୁ କ୍ଷୀର ଦେବା ପୂର୍ବରୁ ଅଳ୍ପ ପାଣି ଦେଇଥିଲେ କଢ଼େଇ ଆମର ପୁରା ସଫା ଅଛି। ଏଇ ଯେଉଁ ଛେନା ପାଣି ବାହାରିଲା ନା, ଏଇ ଛେନା ପାଣିକୁ ଆପଣମାନେ ଜମା ବି ଫୋପାଡ଼ିବେନି। ଛେନା ପାଣିରେ ଆପଣମାନେ ରୁଟି ବନେଇବା ସମୟରେ ଅଟା ଚକଟି ପାରିବେ, ନହେଲେ ଡାଲି ବନେଇବା ସମୟରେ ବ୍ୟବହାର କରିପାରିବେ। ଛେନା ପାଣିରେ ବହୁତ ଭିଟାମିନ୍ସ ଥାଏ, ଜମା ବି ଫୋପାଡ଼ିବେ ନାହିଁ। ତାପରେ ଛେନାରେ 2-3 ଥର ପାଣି ଦେଇ ଭଲ ଭାବରେ ଧୋଇ ନେବା। ଛେନାକୁ ଭଲ ଭାବରେ ଧୋଇ ନେଲେ ଛେନାରେ ଥିବା ସବୁ ଖଟା ଅଂଶ ଚାଲିଯିବ। ମିଠାରେ ଖାଇବା ପାଇଁ ଭଲ ଲାଗିବ। ତାପରେ ଆମେ କପଡ଼ାକୁ ଧରି ଭଲ ଭାବରେ ଚିପୁଡ଼ି ନେବା। ଏଠି ଦେଖନ୍ତୁ ଆମ ଛେନା ରେଡି ହେଇଗଲା। ଛେନା ଦେଖନ୍ତୁ କେତେ ନରମ ଆଉ କଅଁଳିଆ ବନିଛି। ଯେତେବେଳେ ବି ଆପଣମାନେ ଛେନା ବନେଇବେ ଏଇ ପ୍ରୋସେସରେ ବନେଇବେ। ଛେନା ପୁରା ନରମ ଆଉ କଅଁଳିଆ ବନିବ। ଛେନାକୁ ସାଇଡରେ ରଖିବା। ଏବେ ଚାଲନ୍ତୁ ଆଉ ଗୋଟେ କାମ କରିବା। ଗୋଟେ ଗ୍ରାଇଣ୍ଡର ଜାର୍ ନେବା। ଗୋଟେ ବଡ଼ ଚାମଚରେ ମାପ କରି 5 ବଡ଼ ଚାମଚ ଚିନି ଦେବା। 2 ଲିଟର କ୍ଷୀର ପାଇଁ 5 ବଡ଼ ଚାମଚ ଚିନି ଦେବେ। ମିଠା ପୁରା ପରଫେକ୍ଟ ହେବ। ଯଦି ଆପଣମାନେ ଚିନି ଖାଉନଥିବେ, ଚିନି ଦେବା ପାଇଁ ଚାହୁଁନଥିବେ, ତାହେଲେ ବିନା ଚିନିରେ ବି এই ମିଠାକୁ ବନେଇ ପାରିବେ। ତାପରେ ମିଠାରେ ଭଲ ବାସ୍ନା ପାଇଁ 2-3ଟି ଗୁଜୁରାତିର ମଞ୍ଜିକୁ ଦେବା। ଚିନି ସହିତ ଗୁଜୁରାତିକୁ ଦେଇ ଗ୍ରାଇଣ୍ଡ କରି ଆଣିଲେ ଗୁଜୁରାତି ଚିନି ଭଲ ଭାବରେ ଗ୍ରାଇଣ୍ଡ ହେଇଯିବ। ଏଠି ଆମ ଚିନିର ପାଉଡର ରେଡି ହେଇଗଲା। এই ଚିନି ପାଉଡରକୁ ଆମେ ମିଠାରେ ବ୍ୟବହାର କରିବା। ଏବେ ଚାଲନ୍ତୁ ଆଉ ଗୋଟେ କାମ କରିବା। ଗୋଟେ ବଡ଼ ଗ୍ରାଇଣ୍ଡର ଜାର୍ ନେବା। ସେଇ ଜାର୍ରେ ଆମେ ଚିପୁଡ଼ି ରଖିଥିବା ଛେନାକୁ ଦେବା। ଛେନା ସହିତ ଆମେ ଯେଉଁ ଗ୍ରାଇଣ୍ଡ କରି ରଖିଥିଲେ ଚିନିର ପାଉଡର, ସେ ଚିନି ପାଉଡରକୁ ଦେବା। ତା ସହିତ 1/4 କପର କ୍ଷୀର, ତାମାନେ ଗୋଟେ କପର 4 ଭାଗରୁ ଗୋଟେ ଭାଗ, ପାଖାପାଖି 50 ମିଲିଲିଟର କ୍ଷୀର ଦେଇ ଛେନାକୁ ଚିକଣ କରି ଗ୍ରାଇଣ୍ଡ କରି ଆଣିବା। ଛେନାକୁ ପୁରା ଚିକଣ କରି ଗ୍ରାଇଣ୍ଡ କଲେ ମିଠା ପୁରା ଚିକଣିଆ ବନିବ ଆଉ ନରମ ବନିବ। ଛେନା ତ ଆମ ରେଡି ହେଇଗଲା। ସାଇଡରେ ରଖିବା। ଛେନାକୁ ଷ୍ଟିମ୍ ଦେବା ପାଇଁ ଏଠି ମୁଁ ଗୋଟେ କେକ୍ ଟିନ୍ ନେଇଛି। ଯଦି ଆପଣଙ୍କ ପାଖରେ କେକ୍ ଟିନ୍ ନଥିବ ଯେକୌଣସି ଗୋଟେ ଓସାରିଆ ପ୍ଲେଟ୍ ନେଇପାରିବେ। କେକ୍ ଟିନ୍ରେ
2 ଚାମଚ ପାଖାପାଖି ଘିଅ ଦେଇ ଚାରିପଟରେ ଭଲ ଭାବରେ ଲଗେଇବା। ତାପରେ ଗ୍ରାଇଣ୍ଡ କରି ରଖିଥିବା ସବୁ ଛେନାକୁ ଦେବା। ଗ୍ରାଇଣ୍ଡର ଜାରକୁ ଭଲ ଭାବରେ କ୍ଲିନ୍ କରିବେ, ଜମା ବି ଛେନା ଲଗେଇବେ ନାହିଁ। ତାପରେ ଛେନାକୁ କେକ୍ ଟିନ୍ର ଚାରିପଟରେ ଭଲ ଭାବରେ ସମାନ କରିବା। ଯେମିତି ଆପଣମାନେ ଭିଡ଼ିଓରେ ଦେଖୁଛନ୍ତି ସେମିତି କରିବେ, ସହଜରେ ହେଇଯିବ। ତାପରେ କେକ୍ ଟିନ୍କୁ ଟିକେ ଆମେ ଟ୍ୟାପ୍ କରିବା, ଛେନା ଭଲ ଭାବରେ ସେଟ୍ ହେଇଯିବ। ଆପଣ ଚାହିଁଲେ ଏମିତି ଏଇ ମିଠାକୁ ଷ୍ଟିମ୍ ଦେଇପାରିବେ, ନହେଲେ ମିଠାକୁ ଟିକେ ସୁନ୍ଦର ଦେଖାଯିବା ପାଇଁ, ତା ଛଡ଼ା ମିଠାରେ ଭଲ ବାସ୍ନା ପାଇଁ ଅଳ୍ପ କେଶର ଦେବା। ଅଳ୍ପ କେଶର ଦେଲେ ମିଠା ଦେଖିବା ପାଇଁ ଭଲ ଲାଗିବ, ମିଠାରେ ବହୁତ ବଢ଼ିଆ ବାସ୍ନା ଆସିବ। ଦେଖନ୍ତୁ ଯେମିତି ମୁଁ ସଜେଇଲି ଆପଣମାନେ ଏମିତି ସଜେଇ ନେବେ। ତାପରେ ଟିକେ ଟ୍ୟାପ୍ କରିବା। ଏବେ ଚାଲନ୍ତୁ ମିଠାକୁ ବାମ୍ଫ ଦେଇ ସିଝେଇବା। ବାମ୍ଫ ଦେବା ପାଇଁ ଗୋଟେ କଢ଼େଇରେ ବେଶ କିଛି ପାଣି ଗରମ କରିବା। ସେଇ ପାଣି ଭିତରେ ଯଦି ଆପଣମାନଙ୍କ ପାଖରେ ଏମିତି ଷ୍ଟିଲ୍ ଷ୍ଟାଣ୍ଡ ଥିବ ତାହେଲେ ଷ୍ଟାଣ୍ଡ ରଖିବେ। ଯଦି ଷ୍ଟାଣ୍ଡ ନଥିବ ଯେକୌଣସି ଗୋଟେ ଷ୍ଟିଲ୍ ଗିନା ନହେଲେ ପ୍ଲେଟ୍କୁ ରଖିବେ। ଧ୍ୟାନ ରଖିବେ ପ୍ଲେଟ୍ କିମ୍ବା ଗିନା ଯେମିତି ପାଣିରେ ଭାସିବ ନାହିଁ। ତାପରେ କଭର କରିବା। ଲିଡ୍ରେ ଯଦି ହୋଲ୍ ଥିବ ବନ୍ଦ କରିବେ। ତାପରେ ଲୋ ଟୁ ମିଡିୟମ୍ ଫ୍ଲେମ୍ରେ 30 ମିନିଟ୍ ପର୍ଯ୍ୟନ୍ତ ମିଠାକୁ ବାମ୍ଫ ଦେଇ ସିଝେଇବା। ଚାଲନ୍ତୁ 30 ମିନିଟ୍ ପରେ ମିଠାକୁ ଚେକ୍ କରିବା। ଦେଖନ୍ତୁ ମିଠା ଆମର କେତେ ସୁନ୍ଦର ଫୁଲି ଯାଇଛି ଆଉ କେତେ ସୁନ୍ଦର ଦେଖାଯାଉଛି। କେକ୍ ଟିନ୍ର ଚାରିପଟରୁ ବି ଛାଡ଼ି ଯାଇଛି। ଏବେ ଆମେ ମିଠାକୁ ଚେକ୍ କରିବା। ମଝିରେ ଫର୍କ ଲଗେଇବା। ଦେଖନ୍ତୁ ଫର୍କ ଆମର ପୁରା କ୍ଲିନ୍ ଅଛି, ତାମାନେ ମିଠା ଭଲ ଭାବରେ ସିଝି ଯାଇଛି। ମିଠାକୁ ସିଝେଇବା ସମୟରେ ଯଦି ପାଣି କମି ଯାଇଥିବ ତାହେଲେ ମଝିରେ ଚେକ୍ କରି ଅଳ୍ପ ପାଣି ବି ଦେଇପାରିବେ। ଏବେ ବାହାରକୁ ବାହାର କରି ଆଣିବା। ମିଠାକୁ ବାହାରେ ରଖି କିଛି ସମୟ ଟିକେ ଥଣ୍ଡା ହେବା ପାଇଁ ଛାଡ଼ିବା। ବାହାରେ ଟିକେ ଥଣ୍ଡା ହେଇଗଲେ ତାପରେ ଆମେ ଫ୍ରିଜରେ 30 ମିନିଟ୍ ପର୍ଯ୍ୟନ୍ତ ରଖିବା। ମିଠାକୁ ଟିକେ ଥଣ୍ଡା କରିଦେଲେ ମିଠା ଭଲ ଭାବରେ ସେଟ୍ ହେଇଯିବ, ଖାଇବା ପାଇଁ ଭଲ ଲାଗିବ। ଏଠି 30 ମିନିଟ୍ ପରେ ଫ୍ରିଜରୁ ମୁଁ ବାହାର କରି ଆଣିଲି। ଯେହେତୁ ଆମେ ମିଠାରେ ଘିଅ ଦେଇଥିଲେ ଆଉ ଫ୍ରିଜରେ ରଖିଥିଲେ, ଘିଅ ତଳେ ବସିଯାଇଛି, ସେଥିପାଇଁ ମିଠାକୁ ସେମିତି ବାହାର କଲେ କେକ୍ ଟିନ୍ରୁ ବାହାରିବ ନାହିଁ। ସେଥିପାଇଁ ଆମେ କେକ୍ ଟିନ୍କୁ ନେଇ ଗ୍ୟାସ୍ ଉପରେ କେବଳ 20ରୁ 30 ସେକେଣ୍ଡ ପର୍ଯ୍ୟନ୍ତ ହାଲକା ଗରମ କରିବା। କେକ୍ ଟିନ୍କୁ ହାଲକା ଗରମ କରିଦେଲେ ତଳେ ଥିବା ଘିଅ ତରଳିଯିବ, ମିଠା ସହଜରେ କେକ୍ ଟିନ୍ରୁ ବାହାରକୁ ବାହାରି ଆସିବ। ତାପରେ ବାହାରକୁ ବାହାର କରି ଆଣିବା। ଏବେ ଆଉ ଗୋଟେ କାମ କରିବା। ଗୋଟେ ଛୁରୀ ସାହାଯ୍ୟରେ ପ୍ରଥମେ ମିଠାର ଚାରିପଟରୁ ଆମେ ବାହାର କରିବା। ପ୍ରଥମେ ମିଠାକୁ ଚାରିପଟରୁ ବାହାର କରିଦେଲେ, ମିଠାକୁ ଓଲଟାଇ ଦେଲେ ମିଠା ସହଜରେ କେକ୍ ଟିନ୍ରୁ ବାହାରି ଆସିବ। ତାପରେ ଗୋଟେ ପ୍ଲେଟ୍ ସାହାଯ୍ୟରେ ମିଠାକୁ ଆମେ ଓଲଟାଇ ଦେବା। କେକ୍ ଟିନ୍କୁ ଟ୍ୟାପ୍ କରିବା। ଦେଖନ୍ତୁ ମିଠା ଆମର କେତେ ସହଜରେ ବାହାରି ଆସିଲା। କେକ୍ ଟିନ୍ରେ ମିଠା ଜମା ଲାଗିନାହିଁ। କେକ୍ ଟିନ୍ ପୁରା କ୍ଲିନ୍ ଅଛି। ମିଠା ଦେଖନ୍ତୁ କେତେ ଜାଲିଦାର ହେଇଛି। ଏବେ ଆଉ ଗୋଟେ ପ୍ଲେଟ୍ ନେଇ ମିଠାକୁ ତଳପଟରୁ ଓଲଟାଇ ଦେବା। ଏବେ ଆମ ରେଡି ହେଇଗଲା ନରମ ତୁଲତୁଲିଆ ବାମ୍ଫ ଦିଆ ଛେନା ମିଠା, ଷ୍ଟିମ୍ ବା ସନ୍ଦେଶ। ଆସୁଥିବା ରାକ୍ଷୀରେ ବନାନ୍ତୁ ଆଉ କମେଣ୍ଟସ୍ କରିବା ପାଇଁ ଜମା ବି ଭୁଲିବେନି। ତାହେଲେ ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।